ଜୟ ଜଗନ୍ନାଥ ସାଙ୍ଗମାନେ। ତ ସାଙ୍ଗମାନେ ବଡ଼ ଦାଣ୍ଡରୁ ଅଟୋ ଧରି ଆମେ ଚାଲି ଆସିଲୁ ସମୁଦ୍ର କୂଳକୁ। ତାପରେ ମୁଁ ସମୁଦ୍ର କୂଳରେ ଆସି ବୁଲାବୁଲି କରୁ କରୁ ମୋ ନଜର ପଡ଼ିଥିଲା ବାଲୁକା ଶିଳ୍ପରେ, ଯେ ବାଲିରେ କାରୁକାର୍ଯ୍ୟ କରୁଥିଲେ। ତ ସାଙ୍ଗମାନେ ରାତିରେ ସମୁଦ୍ର କୂଳର ମଜା ହିଁ କିଛି ଅଲଗା। ତ କଥା କ'ଣ କି ଶୀତ ରାତି ଯୋଗୁଁ ଲୋକ ବିଶେଷ ନଥିଲେ। ତ ସାଙ୍ଗମାନେ ମୁଁ ଏମିତି ବୁଲୁ ବୁଲୁ ଭୋକ ବି ଲାଗିଲାଣି। ସମୁଦ୍ର କୂଳକୁ ଆସି କିଛି ନ ଖାଇଲେ ବୁଲିବାର ଫାଇଦା ହବନି। କ'ଣ ଖାଇବି ଭାବୁ ଭାବୁ ଝାଲମୁଢ଼ି ନଜରରେ ପଡ଼ିଲା। ତାପରେ ମୋ ପାଇଁ ଝାଲମୁଢ଼ି ବନେଇଦେଲି। ଝାଲମୁଢ଼ି ଖାଇ ମନ ଶାନ୍ତି ହେଲାନି। ତାପରେ ଖାଇଲି ମକା ସିଝା ଖାଇ ବୁଲାବୁଲି କରୁ କରୁ ଟାଇମ୍ ବି ହେଇଗଲାଣି। ତାପରେ ରୁମକୁ ଚାଲି ଆସିଲି। ତାପରେ ଆସୁ ଆସୁ ବାଟରେ ଦେଖିଲି ମଟର ସୁପ୍। ପୁରୀରେ ଏହି ମଟର ସୁପ୍ଟା ବହୁତ ଫେମସ୍। ସୁପ୍ର ଟେଷ୍ଟଟା ବି ବହୁତ ଭଲ ଥିଲା। ୟା ଭିତରେ ଗୋଟେ ପ୍ରୋବ୍ଲେମ୍ ହେଇଗଲା। ମୁଁ ତାଙ୍କୁ ମଝିରେ ଷ୍ଟାଇଲ୍ ମାରି କହିଦେଇଥିଲି ରାଗ ଟିକେ ଭଲସେ ଦବ। ସେ ମଟର ସୁପ୍ ଭାଇ ଜଣକ ଏତେ ରାଗ ଦେଇଥିଲେ ଛାଡ଼ କହିହବନି। ତ ଫ୍ରେଣ୍ଡସ୍ ସେ କଥା ଛାଡ଼ନ୍ତୁ, ଆପଣମାନେ ଯାଇ ଜଲ୍ଦି ଗୋଟେ ଲାଇକ୍ ଆଉ